ସୁଖ ଏବଂ ବୈଭବର କାରକ ହେଉଛନ୍ତି ଶୁକ୍ର। ସେହି ଶୁକ୍ର 31 ମେ 2025ରେ ତାଙ୍କର ରାଶି ପରିବର୍ତ୍ତନ କରିଛନ୍ତି, ଯାହାଫଳରେ କି ଧନୁ ରାଶି ଏବଂ ମକର ରାଶିର ବ୍ୟକ୍ତିମାନଙ୍କୁ କିଭଳି ଫଳ ପ୍ରଦାନ କରିବେ ସେହି ବିଷୟରେ ଆଜି ଆମେ ଏହି ଭିଡ଼ିଓରେ ଆଲୋଚନା କରିବା। ନମସ୍କାର, ମୁଁ ସୁଭାଶିଷ ପଣ୍ଡା ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଜାଣିବା କି ଶୁକ୍ରଙ୍କର ଏହି ଯେଉଁ ଗୋଚର ହେଉଛି ତା ଦ୍ୱାରା ଧନୁ ରାଶି ଏବଂ ମକର ରାଶିର ବ୍ୟକ୍ତିମାନଙ୍କୁ କିଭଳି ସବୁ ଫଳ ମିଳିବ, ତାଙ୍କ ପାଇଁ ଏହି ଗୋଚର ଶୁଭଙ୍କର କି ନାହିଁ, ଆଉ ଯଦି ଶୁଭଙ୍କର ବା ଅଶୁଭ ତାହେଲେ କ'ଣ ସବୁ ଘଟିପାରେ ସେ ବିଷୟରେ ତ ଡିଟେଲ୍ସରେ ଜାଣିବା। ତା ପୂର୍ବରୁ ସବୁଦିନ ଭଳି ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବି କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ଯଦି ଆମେ ପ୍ରଥମେ ଧନୁରାଶି କଥା କହିବା ତାହେଲେ ଧନୁରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁକ୍ର ପଞ୍ଚମ ଭାବରେ ଗୋଚର କରିବେ, ଯାହାଫଳରେ କି ଆପଣମାନଙ୍କୁ ଗୁପ୍ତ ଶତ୍ରୁଙ୍କ ଠାରୁ ବଞ୍ଚିକି ରହିବାକୁ ପଡ଼ିବ। ତା ସହିତ ନିଜର ଗୋପନୀୟ କଥା କାହା ଆଗରେ ବି ପ୍ରକାଶ କରନ୍ତୁ ନାହିଁ। ଆପଣଙ୍କର ଯେଉଁ ଗୋପନୀୟ ଫାଇଲ୍ ପତ୍ର ଅଛି ତାକୁ ମଧ୍ୟ ଗୋପନୀୟତାରେ ରଖନ୍ତୁ ଏବଂ ପଇସା ପତ୍ର ପ୍ରତି ମଧ୍ୟ ଟିକେ ସଜାଗ ରୁହନ୍ତୁ। ପଇସା ପତ୍ର କେଉଁଠି ରହିଲା, କିପରି ରହିଲା। ତା ସହିତ ଆପଣମାନଙ୍କୁ ମାଆଙ୍କ ପକ୍ଷରୁ କିଛି ଅଶୁଭ ସମାଚାର ମିଳିପାରେ ଏବଂ ମାଆଙ୍କ ପ୍ରତି ବିଶେଷ ଧ୍ୟାନ ଆପଣମାନଙ୍କୁ ରଖିବାକୁ ପଡ଼ିବ ଏହି ସମୟରେ। ତା ସହିତ ଯେଉଁମାନେ ଧନୁରାଶିର ବ୍ୟକ୍ତିମାନେ ଅଛନ୍ତି ସେମାନେ ଦେଖିବେ କି ତାଙ୍କର ମାନ ସମ୍ମାନ ଏହି ସମୟରେ ବୃଦ୍ଧି ପାଇବ। ତା ସହିତ ଆପଣମାନଙ୍କର ଯେଉଁ ମିତ୍ରମାନେ ଅଛନ୍ତି ସେଥିରେ VIP ମିତ୍ରମାନଙ୍କର ଆଗମନ ହୋଇପାରେ। ତା ସହିତ ଆପଣମାନଙ୍କୁ ହଠାତ୍ ଧନ ଲାଭ ମଧ୍ୟ ହେବ। ଏହା ସହିତ ଆପଣମାନେ ଦେଖିବେ କି ଆପଣମାନେ ଏହି ସମୟରେ ଯେଉଁମାନେ କଳା ପ୍ରେମୀ ଅଛନ୍ତି ତାଙ୍କ ପାଇଁ ବହୁତ ଭଲ ସମୟ ଅଛି। ଆପଣମାନଙ୍କୁ ଆପଣମାନଙ୍କ କଳା ଯୋଗୁଁ ସମ୍ମାନିତ କରାଯାଇପାରେ। ତା ସହିତ ଯଦି ଆପଣମାନଙ୍କ ଝିଅ ଅଛି ତାହେଲେ ତାଙ୍କ ଝିଅ ପକ୍ଷରୁ ଶୁଭ ସମାଚାର ଆପଣମାନଙ୍କୁ ମିଳିବ। ତା ସହିତ ଆପଣମାନେ ଦେଖିବେ କି ଆପଣମାନେ ଏହି ସମୟରେ କାହା ଉପରେ ବି ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ, ଆପଣଙ୍କ ପାଇଁ ଠିକ୍ ରହିବନି। ତା ସହିତ ଯଦି ଆପଣମାନେ ପ୍ରେମ କରୁଛନ୍ତି କାହାକୁ ତାହେଲେ ତାଙ୍କୁ ପ୍ରପୋଜ୍ କରିପାରିବେ। ସାମ୍ନା ଆଡ଼ୁ ହଁ ଶୁଣିବାର ବହୁତ ସମ୍ଭାବନା ରହିଛି, ଅର୍ଥାତ୍ ସ୍ୱୀକୃତି ମିଳିବାର ବହୁତ ସମ୍ଭାବନା ରହିଛି। ଏଇଟା ଥିଲା ଧନୁରାଶି ବିଷୟରେ। ଯଦି ଆମେ ନେକ୍ସଟ ରାଶି ମକର ରାଶି କଥା କହିବା ତାହେଲେ ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁକ୍ର ଚତୁର୍ଥ ଭାବରେ ଗୋଚର କରିବେ। ଶୁକ୍ର ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ଯୋଗକାରକ ହୋଇ କେନ୍ଦ୍ରରେ ଗୋଚର କରୁଥିବାରୁ ତାଙ୍କୁ ବହୁତ ଶୁଭ ଫଳ ମିଳିବାକୁ ଯାଉଛି। ଯେଉଁମାନେ ମକର ରାଶିର ବ୍ୟକ୍ତି ଅଛନ୍ତି ଏବଂ ଖାସ କରିକି ଆକ୍ଟିଂ ଫିଲ୍ଡରେ ଅଛନ୍ତି, ଡ୍ୟାନ୍ସିଂ ଫିଲ୍ଡରେ ଅଛନ୍ତି, ହୋଟେଲ ରେଷ୍ଟୁରାଣ୍ଟ ତା ସହିତ ପାର୍ଲର ବା ହୋଟେଲ এই ଇତ୍ୟାଦି ଯଦି କ୍ଷେତ୍ରରେ ଆପଣମାନେ ଅଛନ୍ତି ତାହେଲେ ଦେଖିବେ କି ଆପଣମାନଙ୍କ କାମ ଦୁଇଗୁଣା ହୋଇଯିବ। ତା ସହିତ ଯଦି ଯେଉଁ ମକର ରାଶିର ବ୍ୟକ୍ତିମାନେ ଜବ୍ରେ ଅଛନ୍ତି ସେମାନେ ଦେଖିବେ କି ତାଙ୍କର ମାଲିକମାନେ ତାଙ୍କ ଉପରେ ଖୁସି ରହିବେ, ତାଙ୍କର ପ୍ରମୋସନ୍ ଇନକ୍ରିମେଣ୍ଟ ମଧ୍ୟ ହୋଇପାରେ। ତା ସହିତ ଆପଣମାନେ ଯେଉଁମାନେ ମକର ରାଶିର ବ୍ୟକ୍ତିମାନେ ଅଛନ୍ତି ଯଦି ଆପଣମାନଙ୍କର ଝିଅ ଅଛି ତାକୁ ନେଇକି ଆପଣମାନେ ଟିକେ ଚିନ୍ତିତ ରହିପାରନ୍ତି, ତାଙ୍କର କ୍ୟାରିୟର ଏବଂ ତାଙ୍କ ବ୍ୟବହାରକୁ ନେଇକି। ଯେଉଁମାନେ କିନ୍ତୁ ବିଦ୍ୟାର୍ଥୀ ଅଛନ୍ତି ତାଙ୍କର ପାଠ ପଢ଼ାରେ ବାଧା ସୃଷ୍ଟି ହୋଇପାରେ, ତାଙ୍କର ଏକାଗ୍ରତା ଭଙ୍ଗ ହୋଇପାରେ, ମନ ଅଲଗା ଆଡ଼େ ଯାଇପାରେ, ଯାହାଦ୍ୱାରା କି ତାଙ୍କର ପାଠପଢ଼ା ଠିକ୍ରେ ହୋଇପାରିବନି। ସେଥିପାଇଁ ତାଙ୍କୁ ନିଜ ମନକୁ ଏକାଗ୍ରତା କରିବାକୁ ହିଁ ପଡ଼ିବ। ମକର ରାଶିର ଯେତେ ସବୁ ବିଦ୍ୟାର୍ଥୀମାନେ ଅଛନ୍ତି। ଏଇଟା ଥିଲା ଧନୁରାଶି ଏବଂ ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁକ୍ରଙ୍କ ଗୋଚର କିଭଳି ରହିବ। ଆମେ ନେକ୍ସଟ ଭିଡ଼ିଓରେ କାଳପୁରୁଷର ଶେଷ ଦୁଇ ରାଶିଙ୍କ ପାଇଁ କିଭଳି ରହିବ ଶୁକ୍ରଙ୍କ ଗୋଚର ସେହି ବିଷୟରେ ଆଲୋଚନା କରିବା। ଆଜି ପାଇଁ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।